ସାର୍ ଆଜିଠୁ ଆମ ସାରା ଦେଶରେ ବା ଓଡ଼ିଶାରେ ଆରମ୍ଭ ହେଉଛି ନୂଆ ଅପରାଧିକ ଆଇନ। ଗଲା କାଲି ରାତି 12ଟା ପରେ ଯେତିକି ଏଫଆଇଆର ହେଇଥିବ ଥାନାରେ ସେଗୁଡିକ ନୂଆ ଆଇନ। ଆପଣ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର୍ ଆସୋସିଏସନ ସଭାପତି, ସେ କ'ଣ ମତ ରଖି ଯେଉଁଭଳିଆ ନିୟମ କରାହେଇଛି? ଯୋଉ ନୂଆ ସବୁ ପରିବର୍ତ୍ତନ କରାଯାଇଛି ନୂଆ ଆଇନରେ ଏସବୁ ସ୍ୱାଗତ ଯୋଗ୍ୟ। କାହିଁକି ନା ଆମର ଯୋଉ ଅପରାଧ ଯୋଉ ଦଣ୍ଡ ବିଧାନ ଯୋଉ ଅବସ୍ଥା ଥିଲା ସେଟା ରିଫର୍ମେଟିଭ ଆକାରକୁ ନିଆଯାଇଛି। ଛୋଟ ଛୋଟ ଦଫା ଗୁଡାରେ କେବଳ ସାମାଜିକ ସେବା କରିବା ପାଇଁ ତାକୁ ଯୋଉଟା କି ଆଗରୁ ଜଜ ମାନେ କରୁଥିଲେ କିନ୍ତୁ ସେଟା ଆଇନରେ ନଥିଲା, ତାକୁ ଆଇନ ଭିତରୁ ପରିସର ଭିତରକୁ ଅଣାହେଇଛି। ଦ୍ୱିତୀୟରେ ଯୋଉଗୁଡାକ ସାଂଘାତିକ ଅପରାଧ ହିନିୟସ୍ କ୍ରାଇମ ସେଥିରେ ଦଣ୍ଡକୁ ଅଧିକ କରାଯାଇଛି। ଏମିତି ଯୋଉଠି ଦଙ୍ଗା ଏ ସବୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି। ନାବାଳିକା ଝିଅର ଯୋଉ ହଉଛି ରେପ ହଉଛି, ଦୁଷ୍କର୍ମ ହଉଛି, ସେଠି ଫାଶୀର ବ୍ୟବସ୍ଥା କରାଯାଇଛି। ତେଣୁ ସାଂଘାତିକ ଅପରାଧ ପାଇଁ ଦଣ୍ଡକୁ ଦୃଢ କରାଯାଇଛି। ଛୋଟ ଛୋଟ ଅପରାଧ ପାଇଁ ସାମାଜିକ ଗୋଟେ ଯୋଉମାନେ ଅପରାଧ କରୁଛନ୍ତି ତାଙ୍କୁ କେମିତି ରିଫର୍ମ କରାଯିବ ସେ ପାଇଁ ନୂଆ ଆଇନରେ ଦୃଷ୍ଟି ଦିଆଯାଇଛି। ଆଉ ଏଭିଡେନ୍ସ ଆକ୍ଟ ଯୋଉଟା ଆମର ସାକ୍ଷ୍ୟ ଆଇନ, ଭାରତୀୟ ନ୍ୟାୟ ସାକ୍ଷ୍ୟ ସଂହିତା, ସେଥିରେ ଆମର ଇଲେକ୍ଟ୍ରୋନିକ୍ସ ଏଭିଡେନ୍ସକୁ ପ୍ରାଇମେରୀ ଏଭିଡେନ୍ସ ଗଣ୍ୟ କରିବା ପାଇଁ ନିଆଯାଇଛି, ଯୋଉଟା କି ଆଗରୁ ନଥିଲା, ସେକେଣ୍ଡାରୀ ଏଭିଡେନ୍ସ ଗଣ୍ୟ କରାଯାଉଥିଲା। ତେଣୁ ତାପରେ ବିଶେଷ ଧ୍ୟାନ ଦିଆଯାଇଛି। ମୋଟ ଉପରେ ଯାହା ପରିବର୍ତ୍ତନ ହେଇଛି ସେ ସ୍ୱାଗତ ଯୋଗ୍ୟ। କ'ଣ କ'ଣ ବିଶେଷ ଭାବେ ଦିଆଯାଇଛି? ଯେମିତି ଆମେ କହୁଛୁ କାଲି ରାତି 12ଟା ଯୋଉ ଏଫଆଇଆର ହେଇଥିବ ତା ମୂଳରେ ପୁରୁଣା ଆଇନ ଅଲଗା ଥିଲା। ଆଜିଠୁ ସେଗୁଡ଼ା ଯୋଉ ଏଫଆଇଆର ଉପରେ ସବୁ ଧାରା ଲାଗିବ ବା ଅଲଗା କିଛି ନିୟମ ଏସ୍ପି ମାନଙ୍କୁ ଦିଆଯାଇଛି, କ'ଣ ସବୁ ଦିଆଯାଇଛି? ଧାରା ପରିବର୍ତ୍ତନ ହେଇଛି। କିଛି କିଛି ଧାରା ଆମର କେବଳ ଧାରାର ଇଏଟା ବଢ଼େଇ 302 ଥିଲା, ଏବେ ତାର ନୂଆ ହେଇଛି। ତା ଚାର୍ଟ ମଧ୍ୟ ନୂଆ ବହି ଦିଆହେଇଛି। ସେ ଚାର୍ଟ ଦେଖିକି ପୋଲିସ ମାନେ କାମ କରିପାରିବେ, କିଛି ଅସୁବିଧା ନାହିଁ। ଆଉ ମୋଟ ଉପରେ ଅପରାଧ ସମ୍ପର୍କ ଯୋଉ ସଂଜ୍ଞା ଥିଲା ଆଗରୁ ଡେଫିନେସନ ଥିଲା, ବିଶେଷ ପରିବର୍ତ୍ତନ କରାଯାଏ ନାହିଁ, ଛୋଟ ଛୋଟ ପରିବର୍ତ୍ତନ କରାଯାଇଛି। ଆଉ ଦଣ୍ଡ ଅବସ୍ଥାଟାକୁ ଟିକେ ଦୃଢ କରାଯାଇଛି। ଧରନ୍ତୁ ଜଣେ ଭିକ୍ଟିମ ଯିବ ଥାନାକୁ ଏଫଆଇଆର ନେଲା ପରେ ପୋଲିସ କେମିତି ତାକୁ ଲଗେଇବ ମାମଲା? ନାଇଁ, ସେଠି ଟିକେ ପରିବର୍ତ୍ତନ କରାଯାଇଛି। ଆଗରୁ ଥିଲା ଯଦି ଜଣେ ଯାଉଥିଲା ଆମର ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ପୋଲିସ ତାକୁ ଆଗେ ଏଫଆଇଆର ରେଜିଷ୍ଟର କରିବା ପାଇଁ ବାଧ୍ୟ ଥିଲା। ଏବେ ଟିକେ ତାକୁ କୋହଳ କରାଯାଇଛି। ଯୋଉଗୁଡାକ ମାଇନର ଅଫେନ୍ସ ଅପ୍ ଟୁ 3 to 7 years, 3 ବର୍ଷରୁ 7 ବର୍ଷ ପର୍ଯ୍ୟନ୍ତ ଯୋଉ ଦଣ୍ଡ ଅଛି, ତାପରେ ପୋଲିସ ଆଗେ କିଛି ଏନକ୍ୱାରି କରିବ। ଏନକ୍ୱାରି କଲା ପରେ ଯଦି ସତ୍ୟତା ଥାଏ ତାହେଲେ ଏଫଆଇଆର ରେଜିଷ୍ଟର କରିବ, ଯୋଉଟା କି ଆଗରୁ ପୋଲିସ ମାନେ କରୁଥିଲେ। ସେ ପାଇଁ କିନ୍ତୁ ଆଇନରେ ଜଜମେଣ୍ଟ ନଥିଲା ଯେ ଇମିଡିଏଟଲି ଆଗ ରେଜିଷ୍ଟର କର ତାପରେ ଏନକ୍ୱାରି କର, ସେଇଟାକୁ ପରିବର୍ତ୍ତନ କରାଯାଇଛି। ତେବେ ଯୋଉଗୁଡାକ ସାଂଘାତିକ ଅପରାଧ, ସେ ଅପରାଧ ଗୁଡା ସାଙ୍ଗେ ସାଙ୍ଗେ ରେଜିଷ୍ଟ୍ରି ପୋଲିସ କରିବେ। ଏବେ ଅନଲାଇନ ମଧ୍ୟ ଦିଆଯିବ, ଅନଲାଇନ ରେଜିଷ୍ଟର ହବ, 3 ଦିନ ଭିତରେ ହାର୍ଡ କପି ଦେଇକି ସେ ପହଞ୍ଚିବ ଅଭିଯୋଗକାରୀ। ଜୁଭେନାଇଲ ଏକ୍ୟୁଜ ମାନଙ୍କ ପାଇଁ କିଛି ବ୍ୟବସ୍ଥା ପରିବର୍ତ୍ତନ କରାଯାଇଛି। ଜୁଭେନାଇଲ ମଧ୍ୟ ପରିବର୍ତ୍ତନ କରାଯାଇଛି। ମୋଟ ସେଗୁଡା ସବୁ ରିଫର୍ମେଟିଭ ଆଇନ କରାଯାଇଛି, କିନ୍ତୁ ତାକୁ ପରିବର୍ତ୍ତନ କରାଯିବ ସେ ପ୍ରତି ଦୃଷ୍ଟି ଦିଆଯାଇଛି। ଶେଷ ପ୍ରଶ୍ନ ସାର୍ ରହିବ, ତା ଦ୍ୱାରା ଅପରାଧିକ ନିୟନ୍ତ୍ରଣ ହବ। ଅପରାଧୀ ମାନେ ଅପରାଧ କରିବାକୁ ଡରିବେ ନିଶ୍ଚୟ। ଅପରାଧ ଡରିବେ ନିଶ୍ଚୟ। ଆଗରୁ ଆପଣ ସମସ୍ତେ ଜାଣିଛନ୍ତି ଯେ ଗୋଟେ ଗୋଟେ କେସରେ 5 ବର୍ଷ, 10 ବର୍ଷ, 15 ବର୍ଷ ମধ্যে କେସ୍ ଲାଗି ରହୁଥିଲା। ଯୋଉଟା ଏକ୍ୟୁଜ ମାନଙ୍କ ପାଇଁ ଗୋଟେ ସ୍କୋପ ଥିଲା ଯେ ଏବ୍ସକଣ୍ଡର ହେଇଯିବେ, କେସଟା ଝୁଲିକି ରହିଲା, ପଡିକି ରହିଲା, ତାକୁ ସ୍ପ୍ଲିଟ୍ ଅପ୍ କରିବେ, ତାପରେ ଗୋଟେ ଦୃଢ ଦୀର୍ଘ ଇଏ ଥିଲା। ବର୍ତ୍ତମାନ ତାକୁ ସରଳୀକରଣ କରାଯାଇଛି। ଯଦି କୌଣସି ଅପରାଧୀ ପଳେଇ ଯାଏ ତା ଏବସେନ୍ସରେ ବିଚାର ହେଇଯିବ, ତା ଏବସେନ୍ସରେ ବି ଦଣ୍ଡବିଧାନ ବି ହେଇଯିବ। ସେ ଆସିଲେ ପରେ ଆସିକି ତାକୁ ତା ସାକ୍ଷୀ ବିଚାର କରିପାରେ, ଏପାରେ ସେ ଅଲଗା କଥା। କିନ୍ତୁ ଜଣେ ଅପରାଧୀ ଆଉ ଚାହିଁକି ବି କେସକୁ ବିଳମ୍ବ କରିପାରିବ ନାହିଁ, ସେଇ ଦିଗକୁ ବିଶେଷ ଧ୍ୟାନ ଦିଆଯାଇଛି। ଆଉ ସେଇଟା ସବୁଠୁ ଭଲ ହେଇଛି। ବେଶୀ ଦିନ ବ୍ୟବଧାନ ହେଲା ପରେ କଣ ହଉଥିଲା, ସାକ୍ଷୀ ମରିଯାଉଥିଲେ, ସାକ୍ଷୀ ଆସିକି ସାକ୍ଷୀ ଦେଇପାରୁନଥିଲେ। ସାକ୍ଷୀ ମାନଙ୍କୁ ସେମାନେ କରନ୍ତୁ, ଯଦି ଶୀଘ୍ର ବିଚାର ହେଇଯାଏ ତାହେଲେ ଦଣ୍ଡ ପରିମାଣ ନିଶ୍ଚୟ ଅଧିକ ହବ। ଆଉ ନିଶ୍ଚୟ ଅପରାଧ ପ୍ରତି ଅପରାଧୀ ମାନଙ୍କର ଟିକେ ଭୟ ବି ରହିବ।
ଗୋଟାଟି କହିଲେ ଏଇଟା ହେଉଛି ସଂସ୍କାର ଯୁକ୍ତ ପୁରା ସଂସ୍କାର ଦିଆ ହେଇଛି।